ଦିଲ୍ଲୀର ଏକ ପ୍ରସିଦ୍ଧ ହସ୍ପିଟାଲର ମୁଖ୍ୟ ଫାଟକରେ ସକାଳର ସୂର୍ଯ୍ୟକିରଣରେ ଏକ ଅଦ୍ଭୁତ ଦୃଶ୍ୟ ଝଲସୁଥିଲା। ଫାଟକ ପାଖରେ ରାଜ ଏକ ଚିରା ପାଲ ଉପରେ ବସିଥିଲା। ତା ସାମ୍ନାରେ ଥୁଆ ହେଇଥିଲା ଏକ ଫଟା ଥାଳି ଯେଉଁଥିରେ କିଛି ପଇସା ପଡ଼ିଥିଲା। ତା ପାଖରେ ଶୋଇଥିଲା ତାର ଛୋଟ ପୁଅ ଅମନ, ଯାହାର ଅବସ୍ଥା ଦେଖିଲେ ଯେକୌଣସି ବ୍ୟକ୍ତିର ହୃଦୟ ତରଳିଯିବ। ଛୁଆଟି ଜ୍ୱରରେ ଥରୁଥିଲା, ତା ନିଶ୍ୱାସ ବହୁତ ଜୋରରେ ଚାଲୁଥିଲା ଓ ତାକୁ ବହୁତ ଯନ୍ତ୍ରଣା ମଧ୍ୟ ହେଉଥିଲା। ରାଜର ଆଖିରୁ ଅନବରତ ଲୁହ ବହିଯାଉଥିଲା। ସେ ହାତ ଯୋଡ଼ି ପ୍ରତ୍ୟେକ ପଥଚାରୀଙ୍କୁ ନିବେଦନ କରୁଥିଲା, ମହାଶୟ, ଦୟାକରି ମୋ ପିଲାକୁ ଟିକେ ସାହାଯ୍ୟ କରନ୍ତୁ। ମୋତେ କିଛି ପଇସା ଦିଅନ୍ତୁ, ମୁଁ ତାକୁ ଟିକେ ଡାକ୍ତରଙ୍କୁ ଦେଖେଇବି। କିଛି ଲୋକ ତ ଦୟା ଦେଖେଇ କିଛି ଟଙ୍କା ଦେଉଥିଲେ, ହେଲେ ଆଉ କିଛି ଲୋକ କ୍ରୋଧରେ କହୁଥିଲେ, ତୁ ଏଠାରେ କାହିଁକି ଭିକ ମାଗୁଛୁ? ଯାଇକି କୋଉଠି କିଛି କାମଧନ୍ଦା କର। କିନ୍ତୁ ରାଜର ଅସହାୟତା ସେହି ଲୋକର ତାଚ୍ଛଲ୍ୟ ଅପେକ୍ଷା ଅଧିକ କଷ୍ଟ ଥିଲା। ତାର ଗୋଟିଏ ବୋଲି ପୁଅ ମୃତ୍ୟୁ ସହିତ ଲଢ଼ୁଥିଲା, ହେଲେ ତା ପାଖରେ ଗୋଟିଏ ବି ପଇସା ନଥିଲା। ଠିକ୍ ସେହି ସମୟରେ ହସ୍ପିଟାଲ ପାର୍କିଂ ପାଖରେ ଏକ କାର ଆସି ଅଟକିଲା। ଧଳା କୋଟ୍ ପିନ୍ଧି ବେକରେ ଷ୍ଟେଥୋସ୍କୋପ୍ ପକାଇ ଏବଂ ମୁହଁରେ ଗମ୍ଭୀର ଭାବନା ରଖି ଜଣେ ମହିଳା ଡାକ୍ତର ଗାଡ଼ିରୁ ଓହ୍ଲାଇଲେ। ତାଙ୍କ ଚାଲିଚଳନ ସୂଚାଇ ଦେଉଥିଲା ଯେ ସେ କୌଣସି ସାଧାରଣ ଡାକ୍ତର ନୁହନ୍ତି, ବରଂ ହସ୍ପିଟାଲର ଜଣେ ବଡ଼ ଡାକ୍ତର। ସେ ଦ୍ରୁତ ଗତିରେ ଗେଟ୍ ପାଖକୁ ଆସୁଥିଲେ, କିନ୍ତୁ ହଠାତ୍ ତାଙ୍କ ନଜର ଏକ ଚିରା ପାଲ ଉପରେ ଶୋଇଥିବା ପିଲାଟି ଏବଂ ତା ପାଖରେ ବସିଥିବା ଜଣେ ବ୍ୟକ୍ତିଙ୍କ ଉପରେ ପଡ଼ିଲା। ସେ କିଛି ସମୟ ପାଇଁ ତାଙ୍କ ପାଦ ଅଟକାଇ ସତର୍କତାର ସହିତ ଚାହିଁଲେ। ପିଲାଟି ଅଚେତ ଥିଲା ଓ ତା ବାପା ତା ପାଖରେ ବସି କାନ୍ଦୁଥିଲେ। ଡାକ୍ତର ଆଶ୍ଚର୍ଯ୍ୟ ହୋଇଗଲେ। ସେଇ ମୁହଁ, ସେଇ ସ୍ୱର, ଏ କୌଣସି ଅପରିଚିତ ବ୍ୟକ୍ତି ନଥିଲେ। ଏ ସେହି ବ୍ୟକ୍ତି ଥିଲେ ଯାହା ସହିତ ଦିନେ ସେ ସୁଖ ଦୁଃଖ ବାଣ୍ଟୁଥିଲେ। ଅନିଚ୍ଛାକୃତ ଭାବରେ ତାଙ୍କ ମୁହଁରୁ ରାଜ ନାମ ବାହାରି ଆସିଲା। ରାଜ ମୁଣ୍ଡ ଉଠାଇ ଚାହିଁଲା। ତା ମୁହଁ ବହୁତ ଥକିଲା ପରି ଦେଖାଯାଉଥିଲା। ଆଖିରେ ଲୁହ ଥିଲା ଓ ଓଠ ଥରୁଥିଲା। ଯେତେବେଳେ ରାଜର ଆଖି ସାମ୍ନାରେ ଥିବା ଡାକ୍ତରଙ୍କ ଉପରେ ପଡ଼ିଲା, ତା ଛାତି ଥରିବାକୁ ଲାଗିଲା। ସାମ୍ନାରେ ଛିଡ଼ା ହୋଇଥିଲା ସୁମନ, ତା ପୂର୍ବ ସ୍ତ୍ରୀ, ଯାହାକୁ ସେ ଛାଡ଼ପତ୍ର ଦେଇଥିଲା। ସୁମନର ମୁହଁ କିଛି ସମୟ ପାଇଁ ଭାବପ୍ରବଣ ହୋଇଗଲା। ତାପରେ ସେ ତୁରନ୍ତ ନିଜ ବାସ୍ତବକୁ ଫେରି ଆସିଲା। କିଛି ନ କହି ସେ ସିଧା ପିଲାଟି ପାଖରେ ନଇଁପଡ଼ି ପଚାରିଲା, ଏ କିଏ? ରାଜ ଥରି ଥରି କହିଲା, ଇଏ ମୋ ପୁଅ, ମାନେ ମୋ ଦ୍ୱିତୀୟ ସ୍ତ୍ରୀ ଓ ମୋର ପୁଅ। ହେଲେ ସୁମନ, ତା ମା ଆଉ ଏ ଦୁନିଆରେ ନାହିଁ। ରାଜ ହାତ ଯୋଡ଼ି ସୁମନକୁ କହିଲା, ଡାକ୍ତର ମ୍ୟାଡାମ, ଦୟାକରି ମୋ ପୁଅକୁ ଟିକେ ବଞ୍ଚେଇ ଦିଅନ୍ତୁ। ସେ ମୋର ସବୁ କିଛି। ସୁମନର ହୃଦୟରେ ଏକ ଅଜବ ଯନ୍ତ୍ରଣା ସୃଷ୍ଟି ହେଲା। ସାମ୍ନାରେ ସେଇ ଲୋକ ଥିଲା ଯିଏ ଦିନେ ତା ସ୍ୱପ୍ନକୁ ଉପହାସ କରିଥିଲା। ସେ ତାକୁ ସବୁବେଳେ ଘରେ ରହିବାକୁ କହୁଥିଲା ଓ ଦିନେ ଛାଡ଼ପତ୍ର ମଧ୍ୟ ଦେଇଦେଲା। ହେଲେ ଆଜି ସେଇ ବ୍ୟକ୍ତି ତା ପିଲା ପାଇଁ ରାସ୍ତାରେ ବସି ଭିକ ମାଗୁଛି। କିନ୍ତୁ ଏଥର ସୁମନର ସାମ୍ନାରେ ଥିବା ବ୍ୟକ୍ତି ଜଣକ ତା ପୂର୍ବତନ ସ୍ୱାମୀ ନଥିଲା, ବରଂ ମୃତ୍ୟୁ ସହିତ ଲଢ଼ୁଥିବା ଏକ ଛୁଆର ବାପା ଥିଲା। ଏବଂ ସୁମନ ତା ପୂର୍ବତନ ସ୍ତ୍ରୀ ନଥିଲେ, ବରଂ ଜଣେ ଡାକ୍ତର ଥିଲେ। ସୁମନ ତୁରନ୍ତ ନର୍ସକୁ ଡାକି କହିଲା, ଶୀଘ୍ର ଏକ ଷ୍ଟ୍ରେଚର ଆଣ, ତାକୁ ଜରୁରୀକାଳୀନ ରୁମ୍କୁ ନେଇଯାଅ। କିଛି ମିନିଟ୍ ମଧ୍ୟରେ ଅମନକୁ ଏକ ଷ୍ଟ୍ରେଚରରେ ଶୁଆଇ ଭିତରକୁ ନିଆଯାଇଥିଲା। ରାଜ ସେମାନଙ୍କ ପଛରେ ଦୌଡ଼ିଲା, କିନ୍ତୁ ରିସେପ୍ସନରେ ଥିବା ଜଣେ କର୍ମଚାରୀ ତାକୁ ଅଟକାଇ ଦେଇ କହିଲା, ଆପଣଙ୍କୁ ଆଗ କିଛି ଆଡଭାନ୍ସ ପଇସା ଦେବାକୁ ପଡ଼ିବ। ବିନା ପଇସାରେ ଚିକିତ୍ସା ହୋଇପାରିବ ନାହିଁ। ରାଜ କାନ୍ଦିବାକୁ ଲାଗିଲା ଓ କହିଲା, ଭାଇ, ମୋ ପାଖରେ ପଇସା ନାହିଁ। ମୋର ଯାହା ଥିଲା ସବୁ ଔଷଧ ପାଇଁ ଖର୍ଚ୍ଚ ହୋଇଗଲା। ଦୟାକରି ମୋ ପୁଅକୁ ବଞ୍ଚେଇ ଦିଅ। ସୁମନ ସବୁ ଶୁଣିଲେ। ସେ କର୍ମଚାରୀଙ୍କୁ କଠୋର ସ୍ୱରରେ କହିଲେ, ଏହା ମୋର ପେସେଣ୍ଟ। ପେମେଣ୍ଟ ବିଷୟରେ ପରେ ଚିନ୍ତା କରିବା। ପ୍ରଥମେ ପିଲାଟିର ଚିକିତ୍ସା ଆରମ୍ଭ କର। ତାଙ୍କ କଣ୍ଠରେ ଏତେ କର୍ତ୍ତୃତ୍ୱ ଥିଲା ଯେ କର୍ମଚାରୀ ଚୁପଚାପ ତାଙ୍କ କାମ ଆରମ୍ଭ କଲେ। ସୁମନ ନିଜେ ଆଗକୁ ବଢ଼ି ପିଲାଟିକୁ ଚେକଅପ୍ କରିବାକୁ ଲାଗିଲେ। ଅମନର ଅକ୍ସିଜେନ ଲେବୁଲ ବହୁତ କମ୍ ଥିଲା। ତାକୁ ନିଶ୍ୱାସ ନେବାକୁ କଷ୍ଟ ହେଉଥିଲା। ନେବୁଲାଇଜର ଲଗାନ୍ତୁ, ରକ୍ତ ପରୀକ୍ଷା କରନ୍ତୁ, ଏକ୍ସରେ କରନ୍ତୁ ଏବଂ ଆଇସିୟୁ ପାଇଁ ପ୍ରସ୍ତୁତ କରନ୍ତୁ ବୋଲି ସୁମନ ତା ଟିମ୍କୁ ନିର୍ଦ୍ଦେଶ ଦେଲା। ରାଜ ଦୂରରେ ଠିଆ ହୋଇ ଏସବୁ ଦେଖୁଥିଲା। ସେ ଆଶ୍ୱସ୍ତି ଏବଂ ଲଜ୍ଜା ଉଭୟ ଅନୁଭବ କରୁଥିଲା। ଆଶ୍ୱସ୍ତି କାରଣ ତା ପୁଅ ଏବେ ଜଣେ ସୁରକ୍ଷିତ ବ୍ୟକ୍ତିର ହାତରେ ଅଛି ଏବଂ ଲଜ୍ଜା କାରଣ ସେ ଦିନେ ଯାହାକୁ ଘରୁ ବାହାର କରିଦେଇଥିଲେ, ସେଇ ମହିଳା ଜଣକ ଏବେ ତା ପୁଅର ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିଲା। ଜରୁରୀକାଳୀନ ୱାର୍ଡରେ ମେସିନର ଶବ୍ଦ ପ୍ରତିଧ୍ୱନିତ ହେଉଥିଲା।
ସୁମନ ମୁହଁରେ ଏକ ମାସ୍କ ପିନ୍ଧି ପିଲାଟି ପାଖରେ ଠିଆ ହୋଇଥିଲା। ତା ଆଖିରେ କେବଳ ଗୋଟିଏ ଇଚ୍ଛା ଥିଲା ଯେ କୌଣସି ମୂଲ୍ୟରେ ଏହି ନିଷ୍ପାପ ପିଲାଟିକୁ ବଞ୍ଚାଇବାକୁ ପଡ଼ିବ। ବାହାରେ ରାଜ ବାରମ୍ବାର ଭଗବାନଙ୍କୁ ପ୍ରାର୍ଥନା କରୁଥିଲା। ତା ହୃଦୟରେ କେବଳ ଗୋଟିଏ ପ୍ରଶ୍ନ ଥିଲା, ମୋ ପୁଅ ବଞ୍ଚିଯାଉ। ପ୍ରାୟ 2 ଘଣ୍ଟା ଧରି ପରୀକ୍ଷା ଏବଂ ଚିକିତ୍ସା ଚାଲିଲା। ବାହାରେ ରାଜ ଅସ୍ଥିର ଭାବରେ ଏପଟେ ସେପଟେ ହେଉଥିଲା। ସେ ମନେ ମନେ ଭଗବାନଙ୍କୁ ଡାକୁଥାଏ, ହେ ପ୍ରଭୁ, ମୋ ପୁଅକୁ ସୁସ୍ଥ କରିଦିଅ। ଦୟାକରି ଏତିକି କର ଭଗବାନ। ଠିକ୍ ସେତିକିବେଳେ ଆଇସିୟୁରୁ ଏକ ଜୋରଦାର ଶବ୍ଦ ଆସିଲା। ମେସିନ୍ ଗୁଡ଼ିକର ବିପ୍ ଅଧିକ ଜୋରରେ ବଢ଼ିଗଲା। ଜଣେ ନର୍ସ ଭୟଭୀତ ହୋଇ ବାହାରକୁ ଦୌଡ଼ି ଆସିଲେ ଓ କହିଲେ, ମ୍ୟାଡାମ୍, ପିଲାଟିର ଅବସ୍ଥା ଖରାପ ହେଉଛି। ରାଜ ଆଶ୍ଚର୍ଯ୍ୟ ହୋଇଗଲା। ତା ଗୋଡ଼ ତଳମଳ ହୋଇଗଲା ଏବଂ ସେ କାନ୍ଥରେ ଆଉଜି ହୋଇ ଠିଆ ହୋଇଗଲା ଓ ତା ନିଶ୍ୱାସ ବଢ଼ିଗଲା। ସୁମନ ବିଳମ୍ବ ନ କରି ପୁଣି ଆଇସିୟୁ ଭିତରକୁ ଦୌଡ଼ି ଆସିଲା। ତା ମୁହଁରେ ଚିନ୍ତାର ରେଖା ସ୍ପଷ୍ଟ ଦେଖାଯାଉଥିଲା। ସେ ଭିତରକୁ ଯାଇ ଦେଖିଲା, ଅମନର ଛାତିର ସ୍ପନ୍ଦନ ଅନିୟମିତ ହୋଇଯାଇଥିଲା। ତା ଅକ୍ସିଜେନ୍ ଲେବୁଲ୍ କମିଯାଇଥିଲା। ସୁମନ ତୁରନ୍ତ ନିର୍ଦ୍ଦେଶ ଦେଲା, ଭେଣ୍ଟିଲେଟର ପ୍ରସ୍ତୁତ କର, ତାକୁ ଇଞ୍ଜେକ୍ସନ ଦିଅନ୍ତୁ ଏବଂ ତାର ଅକ୍ସିଜେନ୍ ମାସ୍କ ବଦଳାନ୍ତୁ। ସେ ଏକ ଦୃଢ଼ ସଂକଳ୍ପ ନେଇଥିଲା ଯେ ସେ ପିଲାଟିକୁ ଜୀବନ ଯୁଦ୍ଧରେ ହାରିବାକୁ ଦେବ ନାହିଁ। ସେପଟେ ବାହାରେ ରାଜର ଅବସ୍ଥା ମଧ୍ୟ ବହୁତ ଖରାପ ଥିଲା। ସେ ଟିକେ ତା ପୁଅକୁ ଦେଖିବାକୁ ଚାହୁଁଥିଲା। ତା ଆଖିରୁ ଲୁହ ଝରୁଥିଲା ଓ ସେ ନିଜକୁ ନିଜେ କହିବାକୁ ଲାଗିଲା, ହେ ଭଗବାନ, ମୁଁ ଯାହା ଭୁଲ କରିଛି ସେଥିପାଇଁ ମୋତେ ଦଣ୍ଡ ଦିଅ, କିନ୍ତୁ ଦୟାକରି ମୋ ନିର୍ଦ୍ଦୋଷ ପୁଅକୁ ବଞ୍ଚେଇ ଦିଅ। ସେ ଏବେ ବହୁତ ଛୋଟ ଅଛି। ଆଇସିୟୁରେ ସୁମନ ତା ଡାକ୍ତରୀ ଟିମ୍ ସହିତ ଅମନକୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଥିଲା। ଅମନ ଧୀରେ ଧୀରେ ଟିକେ ଭଲ ବାଟକୁ ଆସୁଥିଲା। ସୁମନ ଟିକେ ଦୀର୍ଘ ନିଶ୍ୱାସ ନେଲା। ସନ୍ଧ୍ୟା ସୁଦ୍ଧା ଅମନର ଦେହ ଟିକେ ସୁସ୍ଥ ହୋଇଯାଇଥିଲା। ସୁମନ ବାହାରକୁ ଆସିବା ପରେ ରାଜ ତୁରନ୍ତ ତା ପାଖକୁ ଦୌଡ଼ିଗଲା। ମୋ ପୁଅ କିପରି ଅଛି ଡାକ୍ତର? ସୁମନ କହିଲା, ସେ ଏବେ ନିୟନ୍ତ୍ରଣରେ ଅଛି, କିନ୍ତୁ ଆଗାମୀ କିଛି ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମକୁ ସତର୍କ ରହିବାକୁ ପଡ଼ିବ। ସୁମନ ଶାନ୍ତ ଭାବରେ ଉତ୍ତର ଦେଲା। ରାଜ ଆଖିରେ ଆଶାର କିରଣ ଝଲସି ଉଠିଲା। ରାଜ ହାତ ଯୋଡ଼ି କହିଲା, ସୁମନ, ସରି, କ୍ଷମା କରିବେ। ଡାକ୍ତର ମ୍ୟାଡାମ୍, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ମୋ ପୁଅକୁ ନୂଆ ଜୀବନ ଦେଇଛନ୍ତି। ସୁମନର ମନ ଆନନ୍ଦରେ ଭରିଗଲା। ସେ କିଛି ମୁହୂର୍ତ୍ତ ପାଇଁ ନୀରବ ରହିଲା। ତାପରେ ସେ ଧୀରେ ଧୀରେ କହିଲା, ରାଜ, ମୋ କ୍ୟାବିନ୍କୁ ଆସ, ମୋତେ ତମ ସହିତ କଥା ହେବାର ଅଛି। ରାଜ ଭୟଭୀତ ହୋଇଗଲା। ସେ ଭାବିଲା, ଆଉ କିଛି ସମସ୍ୟା ଅଛି କି? ସେ ଚୁପଚାପ ସୁମନର ପଛେ ପଛେ ଗଲା। କ୍ୟାବିନ୍ରେ ପହଞ୍ଚି ଦ୍ୱାର ବନ୍ଦ କରିବା ପରେ ସେଠି ଏକ ଗଭୀର ନୀରବତା ଖେଳିଗଲା। ଦୁହେଁ ମୁହାଁମୁହିଁ ବସିଥିଲେ, କିନ୍ତୁ କେହି କିଛି କହୁନଥିଲେ। ରାଜ ସାହସ କରି କହିଲା, ମୁଁ ଜାଣିଛି ସୁମନ, ମୁଁ ତୁମ ସହିତ ବହୁତ ଭୁଲ କରିଛି। ମୁଁ ତୁମକୁ ଡାକ୍ତର ହେବାରୁ ବାଧା ଦେଇଛି। ଏବଂ ତାପରେ ତାଙ୍କ କଣ୍ଠସ୍ୱର ଚାପି ହୋଇଗଲା। ତାପରେ ସୁମନ ହାତ ଉଠାଇ ତାକୁ ଅଟକାଇଲା ଓ କହିଲା, ରାଜ, ଅତୀତ କଥା ଭୁଲିଯାଅ। ମୁଁ ଜାଣିବାକୁ ଚାହୁଁଛି ତୁମ ଜୀବନରେ କ'ଣ ଘଟିଛି। ଏହି ପିଲା କିଏ? ରାଜ ଏକ ଦୀର୍ଘ ନିଶ୍ୱାସ ନେଲା ଓ କହିଲା, ତୁମେ ଯିବା ପରେ ମୁଁ ଭାବିଥିଲି ଯେ ମୁଁ ପୁଣି ବିବାହ କରି ସବୁକିଛି ଭୁଲିଯିବି। ମୁଁ ମୀରା ବୋଲି ଏକ ଝିଅକୁ ବିବାହ କରିଥିଲି। ସେ ବହୁତ ଭଲ ଝିଅ ଥିଲା। ଅମନ ତାର ପୁଅ। କିନ୍ତୁ ଯେତେବେଳେ ଅମନ ମାତ୍ର 2 ବର୍ଷ ବୟସର ଥିଲା, ମୀରା କର୍କଟ ରୋଗରେ ପୀଡ଼ିତ ହୋଇଗଲା। ମୁଁ ତାର ବହୁତ ଚିକିତ୍ସା କରାଇଲି। ମୁଁ ମୋର ସବୁ ଟଙ୍କା ଖର୍ଚ୍ଚ କରିଦେଲି, କିନ୍ତୁ ତାକୁ ବଞ୍ଚେଇ ପାରିଲି ନାହିଁ। ରାଜର ସ୍ୱରରେ ଏକ ଯନ୍ତ୍ରଣା ଥିଲା। ସେଇଦିନଠାରୁ ମୁଁ ଏବଂ ଅମନ ଏକା ରହୁଛୁ। ମୁଁ ଶ୍ରମିକ ଭାବରେ କାମ କରୁଛି, କିନ୍ତୁ ଅମନର ଦେହ ସବୁବେଳେ ଅସୁସ୍ଥ ରହୁଛି। ଡାକ୍ତରମାନେ କହୁଛନ୍ତି ଯେ ତାକୁ ଗମ୍ଭୀର ଶ୍ୱାସ ରୋଗ ହୋଇଛି ବୋଲି ଓ ମୋର ମଧ୍ୟ ଧୀରେ ଧୀରେ ସବୁ ଟଙ୍କା ସରିଗଲା। ଆଜି ଯେତେବେଳେ ତା ଅବସ୍ଥା ଖରାପ ହେଲା, ମୋର ଭିକ ମାଗିବା ବ୍ୟତୀତ ଆଉ କୌଣସି ବିକଳ୍ପ ନଥିଲା। ରାଜର କଥା ଶୁଣି ସୁମନର ଆଖି ଲୁହରେ ଭରିଗଲା। ସେ ଅନୁଭବ କରୁଥିଲା, ରାଜ ମଧ୍ୟ ତାଙ୍କ ଭୁଲର ଦଣ୍ଡ ପାଇସାରିଲେଣି। ସୁମନ ରାଜକୁ କହିଲା, ରାଜ, ତମର ମନେ ଅଛି ଆମ ବାହାଘର ପରର ସେହି ଦିନଗୁଡ଼ିକ, ଯେତେବେଳେ ମୁଁ ମେଡିକାଲ ପାଠ ପଢ଼ିବାକୁ ଚାହୁଁଥିଲି ଏବଂ ତୁମେ କହିଥିଲ ଯେ ମହିଳାମାନେ ଘରେ ରହିବା ଉଚିତ ବୋଲି? ଏ କଥା କହିବା ସମୟରେ ସୁମନର ସ୍ୱର ଭାବପ୍ରବଣ ହୋଇଯାଇଥିଲା। ରାଜ କହିଲା, ହଁ, ମୋର ମନେ ଅଛି ଓ ସେଇଟା ମଧ୍ୟ ମୋ ଜୀବନର ସବୁଠାରୁ ବଡ଼ ଭୁଲ ଥିଲା। ମୁଁ ତମ ଇଚ୍ଛାକୁ ବୁଝିବାକୁ ଚେଷ୍ଟା ମଧ୍ୟ କରିନଥିଲି। ମୁଁ କେବଳ ମୋ ହୁକୁମ ତମ ଉପରେ ଲାଗୁ କରିଥିଲି। ରାଜର ମୁଣ୍ଡ ତଳକୁ ଲଜ୍ଜାରେ ହୋଇଗଲା। ସୁମନ କହିଲା, ମୁଁ ଯେତେବେଳେ ସେଦିନ ଘର ଛାଡ଼ି ଚାଲି ଯାଇଥିଲି, ତୁମେ ମୋତେ ଅଟକାଇବାକୁ ଚେଷ୍ଟା ମଧ୍ୟ କରିନଥିଲ।
ଛାଡ଼ପତ୍ର କାଗଜରେ ଦସ୍ତଖତ କରିବା ସମୟରେ ମଧ୍ୟ ତୁମ ମୁହଁରେ କୌଣସି ଅନୁତାପ ନଥିଲା। ସେତେବେଳେ ସୁମନର କଣ୍ଠରେ ଯନ୍ତ୍ରଣା ଥିଲା। ରାଜ ଜୋରରେ କାନ୍ଦିବାକୁ ଲାଗିଲା ଓ କହିଲା, ସେ କାନ୍ଦି କାନ୍ଦି କହିଲା, ମୁଁ ଭୁଲ ଥିଲି ସୁମନ, ମୁଁ ସମ୍ପୂର୍ଣ୍ଣ ଭୁଲ ଥିଲି। ସେତେବେଳେ ମୁଁ ଭାବୁଥିଲି ଯେ ମୁଁ ଠିକ୍ କାମ କରୁଛି ବୋଲି, କିନ୍ତୁ ତୁମେ ଯିବା ପରେ ମୁଁ ଅନୁଭବ କଲି ଯେ ମୁଁ କେତେ ବଡ଼ ସମ୍ପତ୍ତି ହରାଇ ଦେଇଛି। ସୁମନ ରାଜ ଆଡ଼କୁ ଟିସୁର ଏକ ବାକ୍ସ ବଢ଼ାଇ ଦେଲା ଓ କହିଲା, ଠିକ୍ ଅଛି ରାଜ, ଯାହା ଘଟିଗଲା ଘଟିଗଲା। ଏବେ କେବଳ ତମ ପୁଅର ଜୀବନ ତମ ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ। ତାକୁ ତୁମର ଆବଶ୍ୟକତା ଅଛି। ରାଜ ଉପରକୁ ଚାହିଁ କହିଲା, ସୁମନ, ତୁମେ କ'ଣ ମୋତେ କ୍ଷମା କରିପାରିବ? ସୁମନ ଏକ ଗଭୀର ନିଶ୍ୱାସ ନେଲା ଓ କହିଲା, ରାଜ, ଜଣେ ବ୍ୟକ୍ତି ତାର ଭୁଲରୁ ହିଁ ଶିଖେ। ତୁମେ ମଧ୍ୟ ତୁମ ଭୁଲ ବୁଝିପାରିଛ। ମୁଁ ତୁମ ଉପରେ ରାଗି ନାହିଁ, କିନ୍ତୁ ଭାଙ୍ଗି ଯାଇଥିବା ସମ୍ପର୍କକୁ ପୁଣି ଥରେ ଯୋଡ଼ି ହେବ ନାହିଁ। ହଁ, ମାନବିକତା ସମ୍ପର୍କ ସବୁଦିନ ପାଇଁ ରହିବ। ସେତେବେଳେ ରାତି 2ଟା ବାଜିଥିଲା। ହସ୍ପିଟାଲ ଶୂନଶାନ ଥିଲା। କେବଳ ଆଇସିୟୁରେ ମେସିନ୍ର ଶବ୍ଦ ଏବଂ ଦୂରରୁ ଆମ୍ବୁଲାନ୍ସ ସାଇରନ୍ର ଶବ୍ଦ ଶୁଣାଯାଉଥିଲା। ରାଜ ହସ୍ପିଟାଲ ବେଞ୍ଚରେ ବସିଥିଲା। ଠିକ୍ ସେତିକି ବେଳେ ଆଇସିୟୁରୁ ଏକ ଜୋରରେ ଆଲାର୍ମ ଶବ୍ଦ ଶୁଭିଲା। ରାଜର ଛାତି ଥରିବାକୁ ଲାଗିଲା। ସେ ତୁରନ୍ତ ଉଠି କବାଟ ପାଖକୁ ଦୌଡ଼ିଗଲା। ନର୍ସ ଭୟଭୀତ ହୋଇ ବାହାରକୁ ଆସି ଏବଂ ସୁମନକୁ ଫୋନ୍ କଲା ଓ କହିଲା, ଡାକ୍ତର ମ୍ୟାଡାମ, ଦୟାକରି ତୁରନ୍ତ ଆସନ୍ତୁ। ଅମନକୁ ନିଶ୍ୱାସ ନେବାରେ ବହୁତ ଅସୁବିଧା ହେଉଛି। ଏହା ଶୁଣି ରାଜର ହାତଗୋଡ଼ ଥଣ୍ଡା ହୋଇଗଲା। ହେ ଭଗବାନ, ମୋ ପିଲାକୁ ଏବେ କ'ଣ ହେବ? ସୁମନ 10 ମିନିଟ୍ ମଧ୍ୟରେ ହସ୍ପିଟାଲରେ ପହଞ୍ଚିଗଲା। ତା ମୁହଁରେ ଗମ୍ଭୀରତା ଥିଲା, କିନ୍ତୁ ଆଖିରେ ବିଶ୍ୱାସ ଥିଲା। ସେ ସିଧା ଆଇସିୟୁ ଭିତରକୁ ଚାଲିଗଲା। ଅମନର ନିଶ୍ୱାସ ବହୁତ ଜୋରରେ ଚାଲୁଥିଲା। ସୁମନ ତୁରନ୍ତ ଅମନର ଚେକଅପ୍ କଲା ଏବଂ ଜାଣିଲା ଯେ ପିଲାଟିର ଫୁସ୍ଫୁସ୍ରେ ସଂକ୍ରମଣ ହୋଇଛି ବୋଲି। ସୁମନ ନର୍ସମାନଙ୍କୁ କହିଲା, ନୂଆ ମେଡିସିନ ଷ୍ଟାର୍ଟ କର, ଷ୍ଟେରଏଡ୍ ଡୋଜ୍ ବଢ଼ାଅ ଏବଂ ପେସେଣ୍ଟ ଉପରେ ନଜର ରଖ। ଲଗାତାର 3 ଘଣ୍ଟା ପର୍ଯ୍ୟନ୍ତ ସୁମନ ଅମନର ପାଖରେ ବସି ରହିଲା। କେତେବେଳେ ତା ତାପମାତ୍ରା ଯାଞ୍ଚ କରୁଥିଲା ତ କେତେବେଳେ ଔଷଧ ଦେଉଥିଲା। ରାଜ ବାହାରେ ବ୍ୟସ୍ତତାର ସହିତ ଅପେକ୍ଷା କରିଥିଲା। ସକାଳ ସୁଦ୍ଧା ଅମନର ଅବସ୍ଥା ସୁଧୁରିବାକୁ ଲାଗିଲା। ତା ନିଶ୍ୱାସ ପ୍ରଶ୍ୱାସ ଟିକେ ନିୟନ୍ତ୍ରଣ ହେଲା। ସୁମନ ଟିକେ ଆଶ୍ୱସ୍ତକର ନିଶ୍ୱାସ ନେଲା। ସେ ବାହାରକୁ ଆସି ରାଜକୁ କହିଲା, ଅମନର ଦେହ ଏବେ ଟିକେ ଠିକ୍ ଅଛି। ରାଜ ଆଖିରୁ ଖୁସିର ଲୁହ ବୋହିଗଲା। ସେ ହାତ ଯୋଡ଼ି ଭଗବାନଙ୍କୁ ପ୍ରଣାମ କଲା ଓ କହିଲା, ପ୍ରଭୁ, ତୁମେ ମୋ ଡାକ ଶୁଣିଛ ପ୍ରଭୁ। ପରବର୍ତ୍ତୀ 2 ଦିନ ପର୍ଯ୍ୟନ୍ତ ଅମନର ଚିକିତ୍ସା ଜାରି ରହିଲା। ସୁମନ ନିଜେ ତାର ଯତ୍ନ ନେଉଥିଲେ। ଧୀରେ ଧୀରେ ପିଲାଟିର ଆଖିରେ ଚମକ ଫେରି ଆସିଲା। ସେ ମଧ୍ୟ ଟିକେ ଖାଦ୍ୟ ଖାଇବା ଆରମ୍ଭ କଲା। ତୃତୀୟ ଦିନ ଯେତେବେଳେ ଅମନ ପ୍ରଥମ ଥର ପାଇଁ ହସି ରାଜକୁ ପାପା ବୋଲି ଡାକିଲା, ରାଜର ହୃଦୟ ଆନନ୍ଦରେ ଭରିଗଲା। ସେ ଭାବିଲା ଯେ ଏହି ଖୁସିର ମୁକାବିଲା ଦୁନିଆର କୌଣସି ଧନ ସମ୍ପତ୍ତି କରିପାରିବ ନାହିଁ। ଡିସଚାର୍ଜ ଦିନ ସୁମନ ରାଜକୁ ତା କ୍ୟାବିନକୁ ଡାକିଲା। ସେ ରାଜକୁ ଅମନ ଔଷଧର ଏକ ତାଲିକା ଦେଲା ଏବଂ ଆଗକୁ ତା ଯତ୍ନ କିପରି ନେବ ତାହା ବୁଝାଇ ଦେଲା। ରାଜ, ଏବେ ତୁମକୁ ବହୁତ ସତର୍କ ରହିବାକୁ ପଡ଼ିବ। ତୁମକୁ ଅମନକୁ ନିୟମିତ ଭାବରେ ତା ଔଷଧ ଦେବାକୁ ପଡ଼ିବ ଏବଂ ହଁ, ମାସରେ ଥରେ ତାକୁ ଚେକଅପ୍ କରିବା ପାଇଁ ଆଣିବ। ରାଜ ସାହସ କରି ପଚାରିଲା, ମ୍ୟାଡାମ, ଚିକିତ୍ସାର ବିଲ୍ କେତେ ହେଲା? ସୁମନ ହସିକି କହିଲା, କୌଣସି ବିଲ୍ ଦରକାର ନାହିଁ ରାଜ, ଏହା ମୋ ତରଫରୁ। ରାଜ ଆଖିରେ ଲୁହ ଆସିଗଲା। ସେ ସୁମନକୁ କହିଲା, ମୁଁ ତୁମର ଏ ଉପକାରର ଋଣ କେମିତି ଶୁଝିବି? ସୁମନ କହିଲା, ଏହା କୌଣସି ଉପକାର ନୁହଁ, ଏହା ମୋର କର୍ତ୍ତବ୍ୟ ଥିଲା ଡାକ୍ତର ଭାବରେ ଏବଂ ଜଣେ ମଣିଷ ଭାବରେ। କିନ୍ତୁ ରାଜ, ମୁଁ ତୁମଠାରୁ ଏକ ପ୍ରତିଶ୍ରୁତି ଚାହୁଁଛି। ହଁ, କୁହ ସୁମନ, ମୁଁ ତମର ସବୁ ପ୍ରତିଶ୍ରୁତି ମାନିବାକୁ ରାଜି ଅଛି। ସୁମନ କହିଲା, ଅମନକୁ ଭଲ ଶିକ୍ଷା ଦିଅ, ତାକୁ ଜଣେ ଭଲ ମଣିଷ କର ଏବଂ ଆମେ କରିଥିବା ଭୁଲଗୁଡ଼ିକୁ ତାକୁ ପୁନରାବୃତ୍ତି କରିବାକୁ ଦେବ ନାହିଁ। ସୁମନର ସ୍ୱର ଗମ୍ଭୀର ଥିଲା। ରାଜ ମୁଣ୍ଡ ହଲାଇଲା। ହଁ ସୁମନ, ମୁଁ ତୁମକୁ ପ୍ରତିଶ୍ରୁତି ଦେଉଛି, ମୁଁ ଅମନକୁ ଏକ ଭଲ ମଣିଷ କରିବି। ସୁମନ ରାଜକୁ କିଛି ଟଙ୍କା ଦେଲା ଓ କହିଲା, ଏହା ଅମନର ଔଷଧ ପାଇଁ ଏବଂ ହଁ, ତୁମକୁ କିଛି କାମ ଖୋଜିବାକୁ ପଡ଼ିବ। ହଁ, ମୁଁ କାଲିଠାରୁ କାମ ଖୋଜିବା ଆରମ୍ଭ କରିବି। ସୁମନ ରାଜକୁ ଏକ କାଗଜ ଦେଲା ଓ କହିଲା, ଏହା ମୋର ଏକ ବନ୍ଧୁର କାରଖାନାର ଠିକଣା। ସେଠାକୁ ଯାଇ ମୋ ନାଁ କହିବ ଆଉ ତୁମେ ସେଠି କାମ ପାଇଯିବ। ରାଜର ଗଳା ଚାପି ହୋଇଗଲା। ସୁମନ, ତୁମେ ଏତେ ଦୟା କାହିଁକି କରୁଛ? ସୁମନ ରାଜକୁ କହିଲା, ରାଜ, ବେଳେବେଳେ ଜୀବନ ଆମକୁ ଦ୍ୱିତୀୟ ସୁଯୋଗ ଦେଇଥାଏ, ଯାହାଦ୍ୱାରା ଆମେ ଆମ ଭୁଲକୁ ସୁଧାରି ପାରିବା।
ତୁମ ପାଖରେ ସେଇ ସୁଯୋଗ ଅଛି, ଏହାକୁ ନଷ୍ଟ କର ନାହିଁ। ରାଜର ଆଖିରୁ ଲୁହ ଝରୁଥିଲା। ସୁମନ, ତୁମେ କ'ଣ ମୋତେ କ୍ଷମା କରିପାରିବ ନାହିଁ? ସୁମନ ଏକ ଦୀର୍ଘ ନିଶ୍ୱାସ ନେଲା ଓ କହିଲା, ରାଜ, ମୁଁ ତୁମକୁ କ୍ଷମା କରିଦେଇଛି, କିନ୍ତୁ ଭାଙ୍ଗି ଯାଇଥିବା ସମ୍ପର୍କକୁ ପୁଣି ଥରେ ଯୋଡ଼ି ପାରିବି ନାହିଁ। ହଁ, ଜଣେ ଏବଂ ଅନ୍ୟ ଜଣକ ମଧ୍ୟରେ ବନ୍ଧନ ସର୍ବଦା ରହିବ। ସନ୍ଧ୍ୟାରେ ରାଜ ଅମନକୁ ନେଇ ହସ୍ପିଟାଲରୁ ବାହାରି ଆସିଲା। ଅମନ ତା କୋଳରେ ଥିଲା ଏବଂ ଖୁସି ଦେଖାଯାଉଥିଲା। ହସ୍ପିଟାଲ ଝରକାରେ ସୁମନ ସେମାନଙ୍କୁ ଯାଉଥିବାର ଦେଖୁଥାଏ। ତା ମୁହଁରେ ଏକ ଶାନ୍ତି ଥିଲା। ସେ ଅନୁଭବ କରୁଥିଲା ଯେ ଆଜି ସେ କେବଳ ଜଣେ ରୋଗୀକୁ ରକ୍ଷା କରିନାହିଁ, ବରଂ ମାନବିକତାର ସବୁଠାରୁ ବଡ଼ ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଛି। ରାଜ ପଛକୁ ବୁଲି ହସ୍ପିଟାଲ ଆଡ଼କୁ ଚାହିଁ ସୁମନକୁ ଧନ୍ୟବାଦ ଦେଉଥାଏ ଓ କହୁଥାଏ, ତମେ ମୋତେ ଏବଂ ମୋ ପୁଅକୁ ଏକ ନୂଆ ଜୀବନ ଦେଇଛ ସୁମନ। ସୂର୍ଯ୍ୟ ଅସ୍ତ ହେଉଥିଲା, କିନ୍ତୁ ରାଜ ଏବଂ ଅମନର ଜୀବନରେ ଏକ ନୂତନ ସୂର୍ଯ୍ୟ ଉଦୟ ହୋଇଯାଇଥିଲା। ବେଳେବେଳେ ଜୀବନ ଆମକୁ ଦ୍ୱିତୀୟ ସୁଯୋଗ ଦେଇଥାଏ ଆମ ଭୁଲକୁ ସୁଧାରିବା ପାଇଁ, ଏବଂ ରାଜକୁ ମଧ୍ୟ ସେଇ ସୁଯୋଗ ମିଳିଥିଲା। ଏହି କାହାଣୀ ଆମକୁ ସମ୍ପର୍କର ମୂଲ୍ୟ ଶିଖାଇଲା। ଆମ ପାଖରେ ସମୟ ଥିବା ପର୍ଯ୍ୟନ୍ତ ଆମକୁ ଆମର ପ୍ରିୟ ଲୋକମାନଙ୍କୁ ବୁଝିବା ଉଚିତ। ଆପଣମାନଙ୍କୁ କ'ଣ ଲାଗୁଛି, ସୁମନ ଠିକ୍ କାମ କରିଛି କି ଭୁଲ? ଦୟାକରି କମେଣ୍ଟ ମାଧ୍ୟମରେ ଜଣାଇବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।